କହିବି ଯେ ଆମେ ବିଜ୍ଞାନରେ କୌଣସି ଗ୍ରାସ କଥା କହୁନୁ। ଆପଣ ଜାଣିଛନ୍ତି ଗ୍ରାସ କହିଲେ ଗିଳିଦବା, ଯୋଉଟା କି ଆମ ଶାସ୍ତ୍ରରେ ବହୁତ ପୁରୁଣା କାଳରୁ ଲେଖା ହେଇଛି ଯେ ରାହୁ ବା କେତୁ ଚନ୍ଦ୍ରକୁ ଗିଳି ଦିଅନ୍ତି ବା ଗ୍ରାସ କରିଦିଅନ୍ତି। ଯଦି ଗ୍ରାସ କରୁଥାନ୍ତେ ତାହେଲେ ତ ସେ ଆମକୁ ବିଲକୁଲ ଦେଖାଯାଆନ୍ତାନି, ପୁଣି ବ୍ଲଡ ମୁନ ରେଡ୍ କାହିଁକି ଦେଖାଯାଉଛି? ତେଣୁ ଯୋଉମାନେ ଗ୍ରାସ କଥା କହୁଛନ୍ତି ତାଙ୍କୁ ପଚାରନ୍ତୁ କିଏ ଓ କାହିଁକି ଚନ୍ଦ୍ରକୁ ଗ୍ରାସ କରୁଛନ୍ତି। କିନ୍ତୁ ବିଜ୍ଞାନର ଯାହା ଆପଣ କହିଲେ ବିଜ୍ଞାନ ମତ ଅନୁସାରେ, ଆଉ ଏଇଟା ପ୍ରମାଣିତ ମତ। ମତ କହିଲେ ଯେ ଖାଲି ଜଣେ କହିଦେଲା ତା ନୁହେଁ, ଏଇଟା ପ୍ରମାଣ କରି ଦିଆଯାଇଛି ଯେ ଯେତେବେଳେ ପୃଥିବୀର ଛାଇ ଯାଇ ଚନ୍ଦ୍ର ଉପରେ ପଡୁଛି ସେତେବେଳେ ଗ୍ରହଣ ବା ପରାଗ ହଉଛି। ତେଣୁ ଚନ୍ଦ୍ର ଗ୍ରହଣ ସମୟରେ ପୃଥିବୀ, ସୂର୍ଯ୍ୟ ଆଉ ଚନ୍ଦ୍ର ଗୋଟିଏ ସରଳ ରେଖାରେ ରହିଯାଆନ୍ତି। ପୃଥିବୀଟି ମଝିରେ ଥାଏ, ଚନ୍ଦ୍ର ଆଉ ସୂର୍ଯ୍ୟ ଦୁଇ ପଟେ ଥାନ୍ତି। ତେଣୁ ସୂର୍ଯ୍ୟରୁ ଆସୁଥିବା ଆଲୋକକୁ ପୃଥିବୀ କିଛି ସମୟ ପାଇଁ ଅଟକେଇ ଦିଏ। ସେ ଯାଇକରି ଚନ୍ଦ୍ର ଉପରେ ତା ଛାଇଟି ପଡେ। ସେଇ ଛାଇଟି ଯେତେବେଳେ ପଡେ ଆମେ କହୁ ଗ୍ରହଣ ହବ ବା ଗ୍ରହଣ ଆରମ୍ଭ ହେଲା। ଯୋଉଟା ଆପଣ କହୁଥିଲେ 9:57 ରୁ ଆରମ୍ଭ ହବ। ଆ ଯୋଉଟା କି ଆଂଶିକ ଚନ୍ଦ୍ରଗ୍ରହଣ ରହିବ। ଧୀରେ ଧୀରେ ଗୋଟେ ଛାଇଟେ ଚନ୍ଦ୍ରକୁ ଘୋଡେଇ ଦବ। ରାତି 11ଟା ବେଳକୁ ସମ୍ପୂର୍ଣ୍ଣ ରୂପେ ଚନ୍ଦ୍ରକୁ ଛାଇଟି ଘୋଡେଇ ଦବ। 11ଟାରୁ 12:22 ପର୍ଯ୍ୟନ୍ତ ସେ ଛାଇ ଭିତରେ ରହିବ, ଗାଢ ଛାଇ ଭିତରେ ରହିବ ଚନ୍ଦ୍ର। ସେଇ ସମୟରେ ଚନ୍ଦ୍ରଟି ଲାଲ ବର୍ଣ୍ଣର ବା ରକ୍ତ ବର୍ଣ୍ଣର ଦେଖାଯିବ। ତାପରେ ପୁଣି ଧୀରେ 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 ସେଇଟା ଛାଡିଯିବ। 12:22ରୁ ଛାଡିକିରି 1:27 ବେଳକୁ ସମ୍ପୂର୍ଣ୍ଣ ରୂପେ ଛାଡିଯିବ। ତେଣୁ ଚନ୍ଦ୍ରଗ୍ରହଣ ସମୟ ଯୋଉଟା ଆମେ ଖାଲି ଆଖିରେ ଦେଖିପାରିବା ସେଇଟା ହଉଛି 9:57ରୁ 1:27 ପର୍ଯ୍ୟନ୍ତ। ଦେଖନ୍ତୁ, ବ୍ୟବଧାନ ବହୁତ କମ, ବଡ ଜମା ନୁହେଁ। କାରଣ ପ୍ରତ୍ୟେକ ବର୍ଷ ବା ପ୍ରତ୍ୟେକ 2 ବର୍ଷରେ ନିଶ୍ଚିନ୍ତ ଭାବରେ ଗୋଟେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୁଏ। ଯେଉଁ ସମୟରେ ଚନ୍ଦ୍ରଗ୍ରହଣ ବା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୁଏ, ଆଂଶିକ ହେଲେ ହବନି, ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ, ସବୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ଆମର ସୂର୍ଯ୍ୟ ଚନ୍ଦ୍ର ରଙ୍ଗଟି ଲାଲ ପାଲଟିଯାଏ। ତାର ମଧ୍ୟ କାରଣ ରହିଛି, ସେଟା ମୁଁ ଦର୍ଶକ ମାନଙ୍କୁ କହିଦେବାକୁ ଚାହିଁବି। ଯେତେବେଳେ ପୃଥିବୀର ଛାଇଟି ଯାଇ ପଡେ ଚନ୍ଦ୍ର ଉପରେ, ପୃଥିବୀର ଯୋଉ ବାୟୁମଣ୍ଡଳ ରହିଛି ତା ଭିତର ଦେଇକି କିଛି ଆଲୋକ ଯାଇ ମଧ୍ୟ ଚନ୍ଦ୍ର ଉପରେ ପଡିଥାଏ। କାରଣ ଯେତିକ ପୃଥିବୀର କଠିନ ଅଞ୍ଚଳଟି ଛାଇ ସୃଷ୍ଟି କରେ, ବାୟୁମଣ୍ଡଳ ଯୋଉ ତା ଭିତରେ ଆଲୋକ ପଳେଇଯାଏ। ତ ବାୟୁମଣ୍ଡଳ ଭିତରେ ଆଲୋକ ଯିବା ସମୟରେ ଆଲୋକର ଧର୍ମ ହେଲା ତାର ଯୋଉ ଛୋଟ ତରଙ୍ଗ ଦୈର୍ଘ୍ୟ, ଯେମିତି ତାର ରଙ୍ଗ ଗୁଡିକ ଯେମିତି ନୀଳ, ଘନ ନୀଳ, ବାଇଗଣୀ, ସବୁଜ, ଏଗୁଡିକ ଖେଳେଇ ହୋଇଯାଏ। ଖେଳେଇ ହୋଇ ବାୟୁମଣ୍ଡଳରେ ଶୋଷିତ ହୋଇଯାଏ। ବାକି ଲାଲ ରଙ୍ଗଟି ଯାଇ ଚନ୍ଦ୍ର ଉପରେ ପଡିଥାଏ। ଯେକୌଣସି ଗୋଟେ ବସ୍ତୁ ଉପରେ ଯଦି ଆମେ ଲାଲ ଆଲୋକ ପକେଇବା, ଟର୍ଚ୍ଚରୁ ହଉ ବା ଗୋଟେ ଲାଲ ଜରି ପକେଇ, ତେଣୁ ସେଟା ଲାଲ ଦେଖାଯିବା ସ୍ୱାଭାବିକ। ସେଇଥିପାଇଁକା ଲାଲ ରଙ୍ଗର ଆଲୋକ କେବଳ ଯାଇ ସେଇ ସମୟରେ ପଡୁଥିବାରୁ ଚନ୍ଦ୍ର ଉପରେ ତାହା ଆମକୁ ଲାଲ ଦେଖାଯାଏ। ତେଣୁ ପ୍ରତ୍ୟେକ ପୂର୍ଣ୍ଣଚନ୍ଦ୍ର ଗ୍ରହଣରେ ଆମେ ଲାଲ ଚନ୍ଦ୍ର ଦେଖିଥାଉ। ଆଉ ଯୋଉ ଏଥରର ବିଶେଷତ୍ୱ ହେଲା, ଏଇଟା ଟିକେ ଲମ୍ବା ସମୟ ପାଇଁ ହଉଛି, ମାନେ 1:22 ଧରି। ପୂର୍ଣ୍ଣଚନ୍ଦ୍ର ଗ୍ରହଣ 1 ମିନିଟ ପାଇଁ ହେଇପାରେ, 2 ମିନିଟ ପାଇଁ ହେଇପାରେ, 10 ମିନିଟ ହେଇପାରେ। ସର୍ବାଧିକ 1 ଘଣ୍ଟା 47 ମିନିଟ ପାଇଁକା ହେଇପାରିବ। ତେଣୁ ଏଥର ଯେହେତୁ 1 ଘଣ୍ଟା 22 ମିନିଟ ପାଇଁ ହଉଛି, ଏଇଟା ବହୁତ ଦୀର୍ଘ ସମୟ। ତେଣୁ ସେଇଟା ଆମର ଖୁବ ସୁନ୍ଦର ଦୃଶ୍ୟ, ଯୋଉଠି କି ଆମେ ସାରା ଓଡିଶା, ସାରା ଭାରତର ବାସୀ ପୁରାପୁରି ସମ୍ପୂର୍ଣ୍ଣ ଭାବରେ ଆମେ ଦେଖିପାରିବା। ଏଇ ଘଟଣାଟିକୁ ଖାଲି ଆଖିରେ ଦେଖିପାରିବା।